ବାବା ମଣିଷ ଆତ୍ମା ସାକ୍ଷାତକାର ଆମେ କେମିତି କରିପାରିବା? ଜୟ ସିଆରାମ। ମନୁଷ୍ୟ ଆତ୍ମା ସାକ୍ଷାତକାର କେମିତି କରିପାରିବ ମାନେ ଆଜ୍ଞା ଦେଖ, ମନୁଷ୍ୟର ଯଦି ଗୁରୁଘର ପାଠ ଯିଏ ପଢ଼ିଛି, ଗୁରୁ ଦୀକ୍ଷା ଯିଏ ନେଇଛି, ଗୁରୁ ସାନ୍ନିଧ୍ୟର ପାଠ, ଏଇଟା ଆତ୍ମା ସାକ୍ଷାତକାର ଗୁରୁ ସାନ୍ନିଧ୍ୟର ପାଠ। ଆଜ୍ଞା ଯଦିଓ ଷଡ଼ଚକ୍ର ନ୍ୟାସ କଥା, ଅଧ ଉର୍ଦ୍ଧ୍ୱ ମଧ୍ୟର ଏଇ ସୂତ୍ର କଥା ଗୁଡ଼ା ଯଦି ସେ ଗୁରୁଙ୍କ ପାଖରୁ ଶିଖିଛି, ଆଜ୍ଞା ତେବେ ଯାଇ ସେ ଆତ୍ମା ସାକ୍ଷାତକାର କରିପାରିବ। ଗୁରୁଙ୍କ ପାଖରେ ରହିବାକୁ ପଡ଼ିବ। ଗୁରୁଙ୍କ ପାଖରେ ଗୋଟେ ବର୍ଷେ 6 ମାସ ରହି ତାଙ୍କର ସେବା କରିବ ବୋଲେ ଗୁରୁ ଖୁସି ହେଇକି ସେ ଯଦି ଆତ୍ମା ସାକ୍ଷାତକାର କରାଇ ପାରିବ, ସେଇଟା ଠିକ୍। ଧ୍ୟାନ ବଳରେ ତୁମକୁ ବସେଇବେ, ଧ୍ୟାନରେ ତୁମକୁ ସୂତ୍ର ଗୁଡ଼ା ଶିଖେଇବେ। ସେ ଧ୍ୟାନ ସୂତ୍ର ଗତି ଗୁଡ଼ା ହେଉଛି ଆତ୍ମା ସାକ୍ଷାତକାର। ଆତ୍ମା ସେ କଣ୍ଟା ନାହିଁ, ନଟା ନାହିଁ, ପାଣି ନାହିଁ, ପବନ ନାହିଁ, ତାକୁ ଅସ୍ତ୍ର ଶସ୍ତ୍ର କାଟିପାରିବନି। ଆତ୍ମା ସେଇଭଳିଆ ଜିନିଷ ଯେଉଁଟା ଅଗ୍ନି ପୋଡ଼ି ପାରିବନି, ଜଳ ତିନ୍ତେଇ ପାରିବନି, ପବନ ଉଡ଼େଇ ପାରିବନି, ତାକୁ କୁହାଯାଏ ଆତ୍ମା। ସେ ନିରୋଳା ଜିନିଷ। ସେ ଆତ୍ମା ସମସ୍ତ ଦେହରେ ବିଦ୍ୟମାନ, କିନ୍ତୁ ଯଦି ବାହ୍ୟରେ ତାକୁ ଯଦି ଦର୍ଶନ କରିବୁ ବୋଲେ ଅନ୍ଧାର ଘରେ ତାକୁ ଦର୍ଶନ କରିପାରିବୁ। ସେ ଅନ୍ଧାରରେ ହିଁ ଦୁଷିବ ଆତ୍ମାଟା। ସେ ଆତ୍ମାଟା ଆମ ଦେହରୁ ହିଁ ବାହାରିକି ତୋତେ ବାହାରେ ଦର୍ଶନ ଦେଖାଇବ। ଯେମିତି ଦର୍ପଣ ଆମେ ଧରିକି ଖରାକୁ ଦେଖାଉଛେ, ଦର୍ପଣ ଧରି ଖରାକୁ ଦେଖାଇଲେ ଦର୍ପଣର ପ୍ରତିବିମ୍ବଟା, ସୂର୍ଯ୍ୟର ପ୍ରତିବିମ୍ବଟା ବାହାରେ ସୂର୍ଯ୍ୟଟା ଦେଖେଇକିରି ଦର୍ପଣଟା ଘରକୁ ଗଲେ ଅନ୍ଧାର ଘରଟାକୁ ଆଲୁଅ କରୁଛି, କରୁଛୁ ନା? ସେମିତି ଦର୍ପଣର ପ୍ରତିବିମ୍ବ, ସୂର୍ଯ୍ୟଙ୍କର ପ୍ରତିବିମ୍ବଟା ଅନ୍ଧାର ଘର ନେଇ ପକାଇ ଦେଉଛି। ସେମିତି ଯେବେ ଖାଇବୁ ଗୁରୁଙ୍କ ଗୋଇଠା, ଅନ୍ଧାର ଘରେ ଜଳେ ବଇଠା। ବଇଠା ଅର୍ଥ ଦୀପ ଜଳିବ। ଆମର ଯେଉଁ ଜନ୍ମ ଜନ୍ମର ଅନ୍ଧକାର ଅଛି, କେତେ ଜନ୍ମରେ ମରୁଛେ, ବଞ୍ଚୁଛେ, ମରୁଛେ, ଜନ୍ମ ହେଉଛେ, ମାତୃଗର୍ଭକୁ ଯାଉଛେ, ଭିତରୁ ଆମେ ଛୁଟି ମାରିବାକୁ ଯଦି ଅଛି, ଏ ଜନ୍ମ ମରଣ ଚକ୍ର ଯଦି ଛୁଟି ମାରିବାକୁ ହେଲେ ବହୁତ ଗନ୍ଧିଆ ସଂସାର ଏଇଟା। ଏବେ ଜନ୍ମ ହେଇକି ଯେତେ ହଇରାଣ ହେଉଛି, ଆଉଥରେ ମଣିଷ ଏତେ ଗନ୍ଧିଆ, ଏତେ ଲୋଭୀ ଲାଳସୀ, ସେଇଥିରେ ପଡ଼ିକିରି ସେଇଥିରେ ଜନ୍ମ ହେଉଛେ, ସେଇଥିରେ ଆଉଥରେ ଇଚ୍ଛା କରୁଛେ, କାହିଁକି ଆଉଥରେ ତା ଜନ୍ମ ହେବାକୁ ଇଚ୍ଛା କରୁଛେ। ଏଇଭଳିଆ ମଣିଷର ଗୋଟେ ଗତି, ବୁଝିଲ ନା? ଯେଉଁ ଗୁରୁସୂତ୍ର ଦତ୍ତ ଅଛି, ଦେଖ ଗୁରୁସୂତ୍ର ଗୁଡ଼ା କ'ଣ ମାନେ ଗୁରୁସୂତ୍ର ଯାକ ଯେମିତି ଆମର ଅଛି ଆଧାର, ଆଧାର ସ୍ୱାଦିଷ୍ଟାନ ମଣିପୁର। ଆଧାର ମାନେ ଗୁହ୍ୟଚକ୍ର, ସ୍ୱାଦିଷ୍ଟାନ ଲିଙ୍ଗଚକ୍ର, ମଣିପୁର ହେଉଛି ନାଭିଚକ୍ର, ଅନାହତ ହେଉଛି ହୃଦୟ ଚକ୍ର, ବିଶୁଦ୍ଧ ହେଉଛି କଣ୍ଠଚକ୍ର, ଆଉ ଲଲାଟ ହେଉଛି ଆଜ୍ଞାଚକ୍ର। ଇଏ ଷଡ଼ଚକ୍ର ମଧ୍ୟ ହେଲା ଭେଦ ହେଲା ପରେ ଯେଉଁଠି ରହିଛି ଅଧ, ଊର୍ଦ୍ଧ୍ୱ, ମଧ୍ୟ। ଅଧ ମାନେ ଆମର ଅଧରା ଅମୃତ, ଅଧ ମାନେ ପାଟି, ଊର୍ଦ୍ଧ୍ୱ ମାନେ ହେଉଛି ଲଲାଟ, ବୁଝିଲ ନା? ମଧ୍ୟ ମାନେ ତ୍ରିକୁଟ, ଯେଉଁଟା ଆଜ୍ଞାଚକ୍ର। ଏଇ ସୂତ୍ରରେ, ଏଇ ନିୟମରେ ଯଦି ଆମେ ଧ୍ୟାନସ୍ଥ ହେବା, ଏ ଷଡ଼ଚକ୍ର ନ୍ୟାସ କରି ପାହାନ୍ତିଆରୁ ବୋଲେ ଗୋଟେ ଏଇଭଳିଆ ଗୋଟେ ମାସେ ଖଣ୍ଡେ ଯଦି ଆମେ ଠିକ୍ ଟାଇମ୍ରେ ଯଦି ସବୁବେଳେ କରିବା, ଏକା ଟାଇମ୍ରେ 4ଟା ମାନେ 4ଟା ସମାନ, 4ଟା ପୂର୍ବରୁ ଉଠି ଆମର କିଛି ନିତ୍ୟକର୍ମ ସାରି ଦେଇକିରି ଯଦି କାହାର ଦୃଢ଼ ବିଶ୍ୱାସ, ଭକ୍ତି ବଳେ କିମ୍ବା ଅସାଧ୍ୟ ମୋହି ତଳେ, ସେ ଭାବରେ ଯଦି ଆମେ କରିପାରିବା, ତେବେ ଆତ୍ମାକୁ ଆମେ ଦେଖିପାରିବା, ଆତ୍ମ ସାକ୍ଷାତକାର ହେବ। ଆତ୍ମା ଅନ୍ଧାର ଘରେ ସିଏ ଗୋଟେ ଆଲୋକ ଦିଶିବ, ଦର୍ଶନ ହେଇପାରିବ। ତାକୁ ହିଁ କୁହାଯାଏ ଆତ୍ମ ସାକ୍ଷାତକାର। ସେ ମଣିଷର କିଛି ପରିବର୍ତ୍ତନ ହେଇପାରିବ, ଧୀରେ 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 ସେ ପରିବର୍ତ୍ତନ ହେଇପାରିବ। ଆତ୍ମା ଏମିତି ଦେଖା ଦର୍ଶନ ଦେବେ। ଆତ୍ମା ସେ କୌଣସି ଗୋଟେ ବସ୍ତୁ ନାହିଁ, କୌଣସି ସେ ଭେଦ ତୁ ଯାହାକୁ ଇଚ୍ଛା କରୁ, ଗୁରୁ ଦର୍ଶନ, କୃଷ୍ଣ ଦର୍ଶନ, ରାମ ଦର୍ଶନ, ଶିବ ଦର୍ଶନ, ସେ ସବୁ କିଛିରେ ଅଛି। ସବୁ ଦର୍ଶନ ସିଏ ଯେଉଁଟା ଗୋଟେ ମନ କରି ଗୋଟେ ଧ୍ୟାନରେ
ଗୋଟିଏ ଦେବତାକୁ ଯଦି ଆମେ ଆରାଧନା କରିବା ସେ ଆତ୍ମା ସାକ୍ଷାତକାର ରୂପରେ ଆମକୁ ଦର୍ଶନ ଦେଇପାରିବେ। ବୁଝିଲେ ନା? ସୂତ୍ର ଅଛି ସେ ଭିତରେ। ଯଦି ଦୀକ୍ଷା ଗ୍ରହଣ ଯିଏ କରିଛି ସିଏ ସେଇ ସୂତ୍ର ଅନୁସାରେ ସେ ଭଗବାନଙ୍କୁ ଧ୍ୟାନ କରିପାରିବ, ତାଙ୍କର ଗତିପଥକୁ ସେ ବୁଝିପାରିବ, ତା ସହିତ ଅଟୁଟ ବନ୍ଧନ ତାର ପ୍ରେମ। ଯେମିତି କ'ଣ ଅଛି ଆଜ୍ଞା? ତାର ସୂତ୍ର କହିଲେ ଅଧ ଉର୍ଦ୍ଧ୍ୱ ମଧ୍ୟ। ଆଜ୍ଞା ଅଧ ମାନେ ତଳଟା, ଉର୍ଦ୍ଧ୍ୱ ମାନେ ଉପରଟା, ମଧ୍ୟ ମାନେ ମଝିଟା। ଯେମିତି ନାକ ତଳଟା, ନାସାର ତଳ ଭାଗଟାକୁ ଅଧ କହନ୍ତି, ଉପର ଭାଗ ତ୍ରିକୁଟର ମାନେ ଏଇ ଦି ଆଖି ମଝିଟା ଉପରଟା ହେଉଛି ତାକୁ ଉର୍ଦ୍ଧ୍ୱ କହନ୍ତି। ମଧ୍ୟ ମାନେ ତ୍ରିକୁଟ, ଯେଉଁଟା ଆମେ ଚନ୍ଦନ ସିନ୍ଦୁର ଲଗାଉଛେ ତାକୁ ତ୍ରିକୁଟ କହନ୍ତି। ଏଇ ଜାଗାକୁ ଧ୍ୟାନସ୍ଥ ହେଲେ କେଉଁ ସୂତ୍ରରେ ଚାନ୍ଦ୍ରାୟଣରେ କେଉଁଠି ଧ୍ୟାନ କରିବ, ସୂର୍ଯ୍ୟାୟଣରେ କେଉଁଠି ଧ୍ୟାନ କରିବ, ଏସବୁ ଧ୍ୟାନ ସୂତ୍ର ମାର୍ଗ ଗୁଡ଼ାକ ଆମେ ସବୁ ପାହାନ୍ତିଆରୁ ଆମେ ଆଉ ଟିକେ ଶୋଇବାକୁ ଇଚ୍ଛା ହେଉଛି, ଆମକୁ ଅଳସୁଆ ଲାଗୁଛି, କାହିଁକିନା ମାୟା ସେ ତା କାମ କରିବାକୁ ଦେବନି ତୁମକୁ। ମାୟା ଉପରେ ତୁମକୁ ଟାଣିକି ଧରିବ, ପାହାନ୍ତିଆରୁ ଅତି ନିଦ ଆସିବ, ଉଠିବାକୁ ଅଳସୁଆ ଲାଗିବ। ସେଥିଯୋଗୁଁ ଆମେ ଏଇ ଜାଗା କରିପାରୁନୁ। ଏଟା ସବୁ କଳିଯୁଗରେ ବହୁତ ସହଜ, କଳିଯୁଗରେ ବହୁତ ସହଜ। ଏଇଟା କରିକିରି ଦେଖିବାର ଅଛି, ଯିଏ କରିବ ସିଏ ପାଇବ ନା। କଷ୍ଟ ପଡ଼ିବନି, କୃଷ୍ଣ ମିଳିବ। କେମିତି ମିଳିବ କୃଷ୍ଣ? ନାଇଁ ମିଳିବନି। ସେଥିପାଇଁ କଷ୍ଟ ପଡ଼ିବାକୁ ନିହାତି ପଡ଼ିବ। କଷ୍ଟ କଲେ ଯେ କୃଷ୍ଣ ନିହାତି ମିଳିବ। ଏ କଳିଯୁଗରେ ପୁରା ସବୁ ସୁଲଭ ଆଉ ଅତି ସହଜ। କେଉଁ ଯୁଗରେ 10,000 ବର୍ଷ ଧ୍ୟାନସ୍ଥ ହେଉଥିଲେ ଭଗବାନଙ୍କୁ ପାଇବା ପାଇଁ, ଏ ଯୁଗରେ ଏକ ଅହରାତ୍ର। ଅହରାତ୍ର ମାନେ ସକାଳରୁ ଆଉ ସକାଳ ପର୍ଯ୍ୟନ୍ତ ଏକ ଧ୍ୟାନରେ ଯଦି ବସିପାରୁ, ଭଗବାନ ଏଇ ଗୋଟେ କଳିଯୁଗରେ ଗୋଟେ ଦିନରେ 24 ଘଣ୍ଟାରେ ଅଷ୍ଟପ୍ରହରରେ ତୁମକୁ ଦର୍ଶନ ଦେଇଦେବେ। କିନ୍ତୁ ମନଟା ସହିତ ଶ୍ରଦ୍ଧାରେ ତାଙ୍କ ସହିତ କଣ୍ଟାକ୍ଟ ରଖିଲେ, ତାଙ୍କ ସହିତ ସମ୍ପର୍କ ରଖିଲେ, ଭଗବାନ ଅତି ସହଜ, ଅତି ଦୟାଳୁ ସିଏ ଦର୍ଶନ ଦେବେ। କିନ୍ତୁ ଦୀକ୍ଷା ନେଇଥିବାର ଅଛି। ଏତେ ପାଠ ପଢ଼ି ବୈଜ୍ଞାନିକ ହେଇଯାଅ, ବଡ଼ ବୈଜ୍ଞାନିକ ହେଇଲେ ମଧ୍ୟ ସେ ଦର୍ଶନ ଦେବେନି। କାହିଁକିନା ବୈଜ୍ଞାନିକ ହେଲେ ଅହଙ୍କାର, ମୁଁ ଯନ୍ତ୍ର ତିଆରି କରୁଛି, ମୁଁ ଚନ୍ଦ୍ରୟାନ ତିଆରି କରୁଛି, ଚନ୍ଦ୍ରକୁ ମୁଁ ପଠାଇ ଦେଉଛି, ମୋଠୁ ଆଉ ବଡ଼ କିଏ ନାହିଁ, ମୁଁ ଭଗବାନ ହେଇଗଲି। ଆଜ୍ଞା ବୁଝିଲ ନା? ଏ ଯେଉଁ ଅହଙ୍କାର ଜ୍ଞାନ ଥିବ, ୟା କେବେ ହେଲେ ଆତ୍ମାକୁ ପାଇପାରିବେ ନାହିଁ। ଏହା ଜଡ଼ ବିଜ୍ଞାନକୁ ବଡ଼ ମନ କରୁଛନ୍ତି ଏମାନେ। ସେଥିପାଇଁ ଏ ଜଡ଼ ବିଜ୍ଞାନ ବୁଦ୍ଧି ଯାହାର ତ୍ୟାଗ ହେଇଯିବ, ସମର୍ପଣ ଭାବ ଭଗବାନ ସହିତ ଯାହାର ହେଇଯିବ, ସେ ଆତ୍ମାକୁ ପୁରା ସୁଲଭରେ ଦର୍ଶନ କରିପାରିବ। ଆଉ ଖାଲି ଧ୍ୟାନ ରହି ତାଟକା ହେଇ ତାଟକ ଯୋଗ କଲେ ଭଗବାନ ମିଳିବ ନା? ତାର ସୂତ୍ର ଅଛି। ଚନ୍ଦ୍ରାୟଣରେ କେଉଁ ଜାଗାକୁ ଧ୍ୟାନ କରିବ, ସୂର୍ଯ୍ୟାୟଣରେ କେଉଁଠି ଧ୍ୟାନ କରିବ, ଯୁଗଳ ସମୟରେ କେଉଁଠି ଧ୍ୟାନ କରିବ, ଏ ସୂତ୍ର ସବୁ ମାଲୁମ ନାହିଁ। ବୁଝିଲେ କି? ଏ ସୂତ୍ର ଗୁଡ଼ା କେବଳ ଗୁରୁଦତ୍ତ ସୂତ୍ର, ପରମହଂସ ଦୀକ୍ଷା ହିଁ ଯିଏ ନେଇଥିବ। କେବଳ ଆମେ ଯେତିକି ଯାହା ଜାଣିଛୁ, ଅଭିରାମ ପରମହଂସ ଦୀକ୍ଷାରେ ବହୁତ ସୁଲଭ, କିନ୍ତୁ ସେତିକି ଭାବ ଥିଲେ ତୁମେ ପାଇପାରିବ। ଅତି ସହଜରେ ବିନା କଷ୍ଟରେ ପାହାନ୍ତିଆରେ ଯଦି ଉଠି ଗୋଟେ ଘଣ୍ଟାଟେ ଧ୍ୟାନ କରିପାରିବ, ପ୍ରତିଦିନ ସେଇ ଟାଇମ୍ ସେଇ ନିୟମରେ ଯଦି କରିପାରିବ, ବୋଲେ ତୁମେ ନିଶ୍ଚୟ ଭଗବାନଙ୍କୁ ପାଇଯିବ। ତୁମର ମନ ଅଟୋମେଟିକ୍ ଶାନ୍ତ ହେଇଯିବ। ତୁରତୁରିଆ ବୁଦ୍ଧି ସବୁ ଯେଉଁ ଅଛି, କୁଆଡ଼େ ପଳେଇବି, କ'ଣ ଅର୍ଜି ଦେବି, କ'ଣଟା କରି ପକେଇବି, ଦୁନିଆଟାକୁ ଟେକି ପକେଇବି, ଏଇ ଭାବଟା ତୁମର ଯେଉଁ ଅଛି, ଏ ସବୁ ଅଟୋମେଟିକ୍ ଶାନ୍ତ ହେଇଯିବ। ମାନେ ସ୍ଥିର ହେଇଯିବ ମାଇଣ୍ଡ, ପୁରା ସ୍ଥିର ହେଇଯିବ, ମାଇଣ୍ଡ ସ୍ଥିର ହେଇଯିବ। ଆଉ ଚଳଚଞ୍ଚଳ ହେବନି। ପ୍ରକୃତି ଯେମିତି ସ୍ଥିର, ନୀତି ନିୟମ ଯେମିତି ସୂର୍ଯ୍ୟ ସମାନ ଠିକ୍ ଟାଇମ୍ରେ ଉଦୟ ହେଉଛି, 5:30 ମାନେ 5:30ରେ, ସେଇ ଟାଇମ୍ ସେଇଭଳିଆ ଆମର ମନ ଇନ୍ଦ୍ରିୟ ସବୁ ସ୍ଥିର ହେଇଯିବ। ମନକୁ ସ୍ଥିର କରିଲେ ଯିବ ତ ଭ୍ରମ, ସଦା ଅଭିରାମ ନାମ ଭଜରେ ମନ, ଛିଡ଼ିବ ତ୍ରିଗୁଣ ମାୟା ହେବୁ ନିଷ୍କାମ। ଏ ଭାବରେ ଭଗବାନଙ୍କୁ ଭାବିନିଅ, ନିଶ୍ଚୟ ତୁମର କାର୍ଯ୍ୟ ସଫଳ ହେବ। ନମୋ ନାରାୟଣ। ନମୋ ନାରାୟଣ।